ଲୁଣର ଏହି ତିନୋଟି ଅଚୂକ ଉପାୟ ଆପଣଙ୍କ ଭାଗ୍ୟକୁ ପୁରା ବଦଳାଇକି ରଖିଦେବ। ବାସ୍ତୁଶାସ୍ତ୍ରରେ ଲୁଣକୁ ରଖିବାର କିଛି ନିୟମ ବର୍ଣ୍ଣନା କରାଯାଇଛି, ଯାହାକୁ ଧ୍ୟାନ ରଖିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟାରେ ମୁକ୍ତି ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ଲୁଣରେ କ'ଣ ତିନୋଟି ଅଚୂକ ଉପାୟ, ଯାହାକୁ କରିବା ଦ୍ୱାରା ଘରେ ଖୁସି ଆସିଥାଏ। ତ ନମ୍ବର 1, ଲୁଣକୁ ଭୁଲରେ ବି ଆପଣଙ୍କ ରୋଷେଇ ଘରର ଦକ୍ଷିଣ ଦିଗରେ ରଖିବେ ନାହିଁ, କାହିଁକି ନା ଦକ୍ଷିଣ ଦିଗ ଯମଙ୍କ ଦିଗ ମନାଯାଏ। ଏହା କରିବା ଦ୍ୱାରା ବ୍ୟକ୍ତି ଉପରେ କରଜର ବୋଝ ଲାଗି ରହିଥାଏ। ନମ୍ବର 2, ଲୁଣକୁ ସବୁବେଳେ କାଚ ବା କାଚର ବର୍ତ୍ତନରେ ରଖିବା ଉଚିତ। ଏହା କରିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସ୍ଥିତି ସୁଧୁରି ଯାଇଥାଏ। ନମ୍ବର 3, ସନ୍ଧ୍ୟା ସମୟରେ ଲୁଣକୁ ଦାନ କରିବା କିମ୍ବା କାହାକୁ ବି କରଜରେ ଲୁଣ ଦେବା ଉଚିତ ନୁହେଁ। ଏହା କରିବା ଦ୍ୱାରା ବ୍ୟକ୍ତିକୁ ଧନହାନିର ସାମ୍ନା କରିବାକୁ ପଡ଼ିଥାଏ। ତ ଏହିଭଳି ଭିଡ଼ିଓ ଆଗକୁ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଭିଡ଼ିଓ ଗୋଟେ ଲାଇକ୍